ରଖିଛି ଦୁଇଟି ହଳଦୀ ବସନ୍ତ ଛୁଆ ଯାହାକୁ ଆମେ ଧରିଛୁ କେମିତି ତାଙ୍କୁ ଉଦ୍ଧାର କରାଯାଇ ଛଡ଼ାଯିବ ଚିନ୍ତାରେ ଆମେ ଅଛୁ। ସେଗୁଡ଼ାକ ହଳଦୀ ବସନ୍ତ ଛୁଆ ମର୍ଣ୍ଣିଂ ୱାକ୍ ସମୟରେ ଆମେ ପଡ଼ିଯାଇଥିଲେ ତାକୁ ମାରି ଦେଇଥାନ୍ତେ, ଆମେ ଚଢ଼େଇ ଧରିକି ଆଣିଛୁ। ବର୍ତ୍ତମାନ ତାଙ୍କର ଖାଦ୍ୟ ପାନୀୟ କ'ଣ ହେବ, କେମିତି ସେମାନେ ରହିବେ ତା ବର୍ତ୍ତମାନ ଚିନ୍ତା। ବର୍ତ୍ତମାନ ଆମେ ୟୁଟ୍ୟୁବରେ ସର୍ଚ୍ଚ କରିବୁ ସେ କ'ଣ ଖାଇବେ, କେମିତି ରହିବେ, ତାଙ୍କୁ ବର୍ତ୍ତମାନ ବଡ଼ ହେବା ପର୍ଯ୍ୟନ୍ତ ତାଙ୍କ ଦାୟିତ୍ୱ କେମିତି ନେବାକୁ ପଡ଼ିବ ଆମେ ଧରିଛୁ। ବର୍ତ୍ତମାନ ଦେଖିପାରୁଥିବେ ବୟସ ବୋଧେ ତାଙ୍କର ମାସେ ଭିତରେ ହେବ। ଛୋଟ ଛୋଟ ଛୁଆ କ'ଣ ଖାଆନ୍ତି ବର୍ତ୍ତମାନ ତା ପାଇଁ ଆମେ ଅନୁସନ୍ଧାନରେ ଅଛୁ। ତେଣୁ ଏଇଭଳିଆ ପଶୁ ପକ୍ଷୀ ଯେଉଁମାନେ ଛୋଟବେଳେ ପାଉଛନ୍ତି ତା'ର ଯତ୍ନ ନିଅନ୍ତୁ। ଆମ ପରିବେଶ ସହିତ ସେମାନେ ଜଡ଼ିତ ହୋଇ ରୁହନ୍ତି, ଆମର ସହଚରୀ ଭାବରେ ଆମେ ତାଙ୍କୁ ବ୍ୟବହାର କରିବା କଥା। ସେ ଆମର ଇନଡାଇରେକ୍ଟରେ ବା ଡାଇରେକ୍ଟରେ ବହୁ ପ୍ରକାର ଉପକାରରେ ଆସନ୍ତି। ତେଣୁ ଜୀବମାନଙ୍କ ପ୍ରତି ଦୟା କରିବା, ଜୀବମାନଙ୍କ ପ୍ରତି ନିଜର କର୍ତ୍ତବ୍ୟକୁ ପାଳନ କରିବା ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ ହେବା ଦରକାର। ସେଇ କର୍ତ୍ତବ୍ୟ ଆଜି ସମ୍ପାଦନ କରିବା ପାଇଁ ଆମେ ଘଣ୍ଟାଏରୁ ଉର୍ଦ୍ଧ୍ୱ ସମୟ ହେଲା ତାଙ୍କ ପଛରେ ପଡ଼ିଛୁ। ବର୍ତ୍ତମାନ ତାଙ୍କର କେମିତି ସେ ବଞ୍ଚିବେ, କେମିତି ରହିବେ ତା ପାଇଁ ବର୍ତ୍ତମାନ ଆମେ ଚିନ୍ତିତ।